ନମସ୍କାର ଜୟ ଜଗନ୍ନାଥ ଜୟ ବାବା ବରାଳ ବାଲୁଙ୍କି ପୁଣି ଏକ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓରେ ଆପଣମାନେ ଥମ୍ବନେଲ୍ ଦେଖିକି ଜାଣିସାରିଥିବେ ଆପଣମାନଙ୍କ ପାଇଁ କୌଣସି ଏକ ଖୁସି ଖବର ଆସିବା ପାଇଁ ଯାଉଛି। ଯେଉଁ ଖୁସି ଖବର କି ଆପଣମାନେ ସବୁଦିନ ପାଇଁ ଖୁସି ହେବେ, ନା କି ଦିନେ ଅଧେ ପାଇଁ। ଆସନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଭିଡ଼ିଓଟି କାହା ଉପରେ ଯାଉଛି ତ ଆପଣମାନେ ଦେଖିଲେ ଜାଣିଲେ ଶୁଣିବେ, ଦେଖିଲେ ଜାଣିଲେ ଆଉ ଏବେ ଶୁଣିବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରେମ କେତେବେଳେ କାହା ସହିତ ହେଇଯାଏ ସେ କେହି ବି କହିପାରେନି କି ଜାଣିପାରେନି। ଆଜିକାଲିକା ଦୁନିଆରେ ଦେଖନ୍ତୁ, ପ୍ରେମ 2005ରୁ 2015 ଯାଏ ଯେତିକି ସବୁ ପ୍ରେମ କାହାଣୀ ଥିଲା, ସେଇ ପ୍ରେମ କାହାଣୀରେ ପୁଅମାନେ ଖାସ କରି ଧୋକା ଖାଇଯାଆନ୍ତି, ଆଉ ଝିଅମାନେ ତାକୁ ବହୁତ ମାତ୍ରାରେ ଧୋକା ଦିଅନ୍ତି। ଏମିତି ଦିଅନ୍ତି ପୁଅମାନେ ଯାଇକି ବିଷ ଖାଇ, କିଏ କେଉଁଠି ଦୌଡ଼ା ଦିଏ, ମଦ ପିଏ, ବହୁତ କଷ୍ଟରେ ରୁହନ୍ତି। ଆଜି ଦିନ ଆସି ଏମିତି ପହଞ୍ଚିଗଲା, ଯୁଗ ଏମିତି ପହଞ୍ଚିଗଲା ଯେଉଁ କି ଝିଅମାନେ ଏବେ ଧୋକା ଖାଇଯାଉଛନ୍ତି, ପୁଅମାନେ ଧୋକା ଦେଉଛନ୍ତି। ଆଉ ଆଜିଠାରୁ ସେଇ ଭଉଣୀମାନଙ୍କୁ ମୁଁ କହିବି, ଯେଉଁ କଷ୍ଟ ତମେ ପାଉଛ ସେ କଷ୍ଟକୁ ମୁଁ ଦୂରେଇ ଦେବା ପାଇଁ ଆସିଛି। ଆପଣମାନେ ଯଦି ମୋ କଥାକୁ ମାନିକି ଚାଲିବେ, ତାହେଲେ ନିଶ୍ଚିତ ରୂପେ ଏ ଭାଇ ତମ ମୁହଁରେ ହସ ଦେବ। ନିଶ୍ଚିତ ସାରା ଜୀବନ ପାଇଁ, ନା କି ଦିନ ଅଧେ ପାଇଁ, ସାରା ଜୀବନ ପାଇଁ ଆପଣ ଓଠରେ ହସ ଦେବ ଏ ଭାଇ। ଷ୍ଟାର୍ଟ କରିବା। ଆସନ୍ତୁ, ଦୁଃଖ ଆସୁଛି କେମିତି, ଆଉ ଦୁଃଖକୁ ସୁଖରେ ପରିଣତ କରିବା କେମିତି, ଦୁଃଖ କେମିତି ଆସୁଛି ଦେଖନ୍ତୁ, ଆଉ ଜାଣନ୍ତୁ ମଧ୍ୟ ମୁଁ କ'ଣ କହୁଛି। ଆପଣମାନେ ଯାହାକୁ ବି ଭଲ ପାଆନ୍ତୁ, କେବେ ବି ଅଧିକାଂଶ ତାଙ୍କ ସହିତ ମିଳାମିଶା କରିବା ପାଇଁ ଦିଅନ୍ତୁ ନାହିଁ। ମିଳାମିଶା କେଉଁ ପ୍ରକାର ନା ଫିଜିକାଲ ରିଲେସନ୍ ରଖନ୍ତୁ ନାହିଁ। ହଁ ରଖନ୍ତୁ, ଏତେ ରଖନ୍ତୁ ନାହିଁ ଯେତେ ଆପଣମାନେ କଷ୍ଟ ପାଇବେ। କାହିଁକି ନା ଦେଖନ୍ତୁ, ଆମେ ତାଙ୍କ ସହିତ ଫିଜିକାଲ ରିଲେସନ୍ ରଖୁଛନ୍ତି ଏଇଥିପାଇଁ କି ଏଇଟା ଖୁସି ମଜା କଥା। ଆପଣମାନେ ପ୍ରେମ ମାନେ ତ ସେଇଟା। ଆଉ ପ୍ରେମକୁ ଯଦି ଆମେ ଭାବିଦେବା ଅଭ୍ୟାସ, ତାହେଲେ ସେ ସମ୍ପର୍କଟା ଅଭ୍ୟାସରେ ପରିଣତ ହେଲା ପରେ ଦିନେ ନା ଦିନେ ଭାଙ୍ଗିଯିବ ବୋଲି ମୁଁ ତୁମକୁ ଗ୍ୟାରେଣ୍ଟି ଦେଇ କହୁଛି। ଭାଙ୍ଗିବ କେମିତି ନା, ଯଦି ମୁଁ ଗୋଟିଏ ଆଖୁ ଖାଉଛି ତାହେଲେ ଖାଇଦେବି ସବୁ ଯାକ, ଫାଇନାଲ ଆପଣ ବି ଖାଇଦେବେ। ଯଦି ମୁଁ ଡେଲି ଯାଇକି ସେଇ ଜାଗାରୁ ଆଖୁ ଖାଉଛି, ତାହେଲେ ମୋତେ ଆଖୁଟା ଅତିରିକ୍ତ ମିଠା ଲାଗିଲା ସହିତ ଅଭ୍ୟାସରେ ପରିଣତ ହେଇଯିବ। ଅଭ୍ୟାସରେ ପରିଣତ ହେଇଗଲେ ଆସ୍ତେ ଆସ୍ତେ କ'ଣ କହିବି ନା, ଆଖୁଟା ବହୁତ ଖାଇଲିଣି, ଆଉ ଖାଇବି ନାହିଁ। ଏବେ ନୂଆ କିସମର ଗୋଟେ ଆଖୁ ଖାଇବି, ଏ ଆଖୁ ଆଉ ଖାଇପାରିବି ନାହିଁ। ଏ ଆଖୁ ଯେତିକି ମିଠା ଅଂଶ ଥିଲା, ଆର ଆଉ ସେତିକି ମିଠା ଅଂଶ ନାହିଁ। ମିଠା ସେମ୍ ଥିଲେ ବି ତାକୁ ଆଉ ମିଠା ଲାଗିବ ନାହିଁ। କଥାଟି ହେଉଛି, ମୁଁ ଯଦି କାହା ସହିତ କାହାକୁ ଗୋଟେ ଭଲ ପାଇଛି, ଯଦି ତା ସହିତ ମୁଁ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହୁଁଛି, ସେ ଝିଅ ଯଦି ମୋତେ ଦେଇଦେଲା, ତାହେଲେ ମାନେ ପରମିସନ୍ ଦେଲା, ତାହେଲେ ଯଦି ମୁଁ ଚାହିଁବି ଅଧିକାଂଶ ମିଶିବା ପାଇଁ, ଯଦି ମୁଁ ମିଶିଗଲି, ତାହେଲେ ମୋର ଆଉ ସେ ଜାଗାରେ ମନ ରହିବ ନାହିଁ। ଧୋକାଟା ସେଇ ଜାଗାରେ ହେଇଯାଏ କି ଯଦି ଆପଣମାନେ ବିଶ୍ୱାସଠୁ ଅଧିକ ବିଶ୍ୱାସ କରିବ, ଆଉ ଦରକାରଠୁ ଅଧିକ ମିଶିବା ପାଇଁ ଦେବ, ତାହେଲେ ସେଇ ଜାଗାରେ ଆପଣମାନେ ହାରିଯିବେ। ଆଉ ହାରିଗଲା ପରେ ଆପଣମାନେ ବହୁତ ଜାଗା ଯିବେ, ବହୁତ ଆଷ୍ଟ୍ରୋଲୋଜର କତିକି ଯିବେ, ଆଉ ବହୁତ ଗୁଣି ଗାରେଡ଼ି ଏସବୁ କରିବେ, କିନ୍ତୁ କୌଣସି ପ୍ରକାର ଲାଭ ପାଇନଥିବେ। ବହୁତ ଡହଳ ବିକଳ ହେଇକି କାନ୍ଦୁଥିବେ। ସେଇ ଜାଗାରେ ଏ ଭାଇ ଆପଣଙ୍କୁ ହସ ଦେଖେଇବ। ଆଉ ହଁ, ଗୋଟିଏ କଥା ଶୁଣନ୍ତୁ, ଗୋଟେ ଭଲ କଥାଟେ। ଗୋଟେ ଝିଅ
ପ୍ରାୟ ବହୁତ ଆଡ଼ୁ ବୁଲି ଆସିଲା ପରେ ଗୁଣି ଟୁଣି ଗୁଣି ଟୁଣି ପତିକି ସବୁ ଝିଅ ଯାଇଛନ୍ତି। ମୋତେ ଯେତିକି ଝିଅ ବି ଫୋନ୍ କରିଛନ୍ତି ସେଥିରୁ 50% ଝିଅ ଗୁଣି ଟୁଣି କତିକି ଯାଇଛନ୍ତି, ସେଠୁ ଫେଲ୍ ହେଇକି ଆସିଛନ୍ତି। ନିରାଶ ହେଇ ଆସିଲା ପରେ ଏ ଭାଇ କତିରେ ରିକ୍ୱେଷ୍ଟ କରିଛନ୍ତି କି ଭାଇ ଆମକୁ ଯାହା ବି ହେଲେ ଆମ ଜୀବନସାଥୀ ଫେରେଇ ଦିଅ, ଆମ ଓଠରେ ହସ ଭରିଦିଅ। ଆଉ ଏ ଭାଇ ସେତିକି ଆପଣଙ୍କୁ ଗ୍ୟାରେଣ୍ଟି ଦେଇ କହୁଛି, ଆପଣଙ୍କ ଓଠରେ ନିଶ୍ଚିତ ଏ ଭାଇ ହସ ଭରିଦେବ। ସେତିକି ଦିନ ପାଇଁ ଆପଣ ଟିକେ ତା ସହିତ ଧୈର୍ଯ୍ୟ, ତା ସାଥ ଦେଇ ଚାଲନ୍ତୁ, ତା ସାଥ ମାନେ ଏ ଭାଇର ସାଥ ଦେଇ ଚାଲନ୍ତୁ। ଦେଖିବେ ନିଶ୍ଚିତ ଆପଣ ସକ୍ସେସ୍ର ଦ୍ୱାର ଖୋଲିଯିବ। ମନର ମଣିଷ କେଉଁଠି ଥିବ ଆପଣଙ୍କ ପାଖରେ ଆସିକି ପହଞ୍ଚିବ। ଆଉ ହଁ, କହିବାକୁ ଭୁଲି ଯାଇଛି, ସେଇ ଯେଉଁ କଥାଟି କହୁଥିଲି ହସ ଫୁଟେଇବି କେମିତି, ଏମିତି ହସ ଫୁଟେଇବି। ଆପଣମାନେ ମୋତେ କଲ୍ କରନ୍ତୁ, ଆପଣମାନଙ୍କର ସଲ୍ୟୁସନ୍, ଆପଣମାନଙ୍କର ଅସୁବିଧା ଶୁଣିଲା ପରେ ମୁଁ ସଲ୍ୟୁସନ୍ର ବାଟ ନିଶ୍ଚିତ ବାହାର କରିବି। ଆଉ ବହୁତ କମ୍ ଦିନ, 12-13 ଦିନ ଭିତରେ, ବେଶୀ ନୁହଁ, 12-13 ଦିନ ଭିତରେ କେମିତି ଆପଣଙ୍କର ସକ୍ସେସ୍ କରେଇବି, କେମିତି ମନର ମଣିଷ ଫେରି ଆସିବ, ତା'ର ଦାୟିତ୍ୱ ମୋର। ଆଉ ତା'ର ଆପଣମାନେ ଯେଉଁ ଖୁସି ହେବେ ସେ ଖୁସିରେ ଅଧା ଖୁସି ମୁଁ ହେବି, ଅଧା ନାହିଁ ପୁରା ଖୁସି ମୁଁ ହେବି। ଆପଣମାନେ ବାହାଘରକୁ ନିଶ୍ଚିତ ଏ ଭାଇକି ଡାକିବେ। ଆଉ ରାକ୍ଷୀ ପୂର୍ଣ୍ଣିମାକୁ ଭାଇ ହାତ ସବୁବେଳେ ପାଇଁ ଖାଲି, ଏଇ ଭାଇ ହାତକୁ ରାକ୍ଷୀ ବାନ୍ଧିବାକୁ ଆସିବେ। ଏତିକି ମୋ ମନ କୁଣ୍ଢେମୋଟ ହେବ, ଆଉ କିଛି ନାହିଁ। ମୁଁ ବହୁତ ଗର୍ବ କରିବି, କାହିଁକିନା ପିଲାଟି ବେଳୁ ମୋ ହାତରେ ରାକ୍ଷୀ ବନ୍ଧା ଯାଇନି। ମୋର ଭଉଣୀ ନାହାନ୍ତି, ଭାରି ଦୁଃଖରେ ଅଛି ମୁଁ। ଆଉ ଦୁଃଖ କେବେ ଲାଗେ ନା ଯେତେବେଳେ ରାକ୍ଷୀ ବନ୍ଧାଟି ଆସେ, ମୁଁ ଭାବେ ମୋର ଗୋଟେ ଭଉଣୀ ଥିଲେ ନିଶ୍ଚିତ ମୋ ହାତ ରାକ୍ଷୀ ବାନ୍ଧିଥାନ୍ତା। କିନ୍ତୁ ଆଜି ନାହିଁ କିଛି ନାହିଁ, ମୋ ପାଖରେ ବହୁତ ଗୁଡ଼ିଏ ଭଉଣୀ ହେଇଗଲେଣି, ଆଉ ବହୁତ ମୋତେ ଭଲ ପାଉଛନ୍ତି। ମୁଁ ବି ତାଙ୍କୁ ମୋ ଜୀବନଠୁ ଠାରୁ ବେଶୀ ଭଲ ପାଏ। ସମସ୍ତେ ହେଉଛନ୍ତି ମୋ ଜୀବନ। ଆଜିକାଲି ଦୁନିଆରେ କିଏ କେତେ ନେଇଯାଉଛି, କିଏ ଖାଇଯାଉଛି, ସେମିତି କିଛି ନାହିଁ। ଆଉ ହଁ, ଆରମ୍ଭ କରିଦେଉଛି ସେଇ ଯେଉଁ ଛୋଟିଆ କାହାଣୀଟିଏ। ସବୁଆଡ଼ୁ ଫେରି ଆସିଲା ପରେ ସେ ଭାବିଲା ମୁଁ ଏତେ ସବୁଆଡ଼ୁ ଫେରି ଆଇଲିଣି, ସେ କେବେ ବି ହେଉନି, ମୁଁ ନିଶ୍ଚିତ ରୂପେ ବିଷ ଖାଇଦେବି, ନହେଲେ ଫ୍ୟାନ୍ରେ ଲୁଗା ଟାଙ୍ଗି ଦୌଡ଼ା ଦେଇଦେବି। ଠିକ୍ ରାତି 12:30 ହେଇଛି, ସମସ୍ତେ ଶୋଇସାରିଛନ୍ତି। ସେ ଫ୍ୟାନ୍କୁ ଦୌଡ଼ା ଟାଙ୍ଗିଲା ପରେ ମୋବାଇଲକୁ ଧଇଲା, ଧରିକି କହିଲା ମୁଁ ଭିଡ଼ିଓ କରି କହିଦେବି ଏଥିରେ କାହାର ଦୋଷ ନାହିଁ, କାହିଁକି ନା ମୋ ପାଇଁ କିଏ ଜେଲ୍ ଦଣ୍ଡ ଭୋଗିବ। କ୍ୟାମେରା ଖେଳିବା ଆଗରୁ ଲକ୍ଟି ଖୋଲି ଦେଇଛି, ଡାଇରେକ୍ଟ ୟୁଟ୍ୟୁବ୍ ଦେଖୁଥିଲା, ୟୁଟ୍ୟୁବରେ ପଳେଇ ଆସିଛି ମୋର ଯେଉଁ କଥାଟି। ପଳେଇ ଆସିଲା ପରେ ସେ ରାତି ସାରା ଦେଖିଛି, ବଞ୍ଚିବାର ରାହା ପାଇଛି। ମାନେ ଯେଉଁ ସବୁ ଭୁଲ ମରିବା ପାଇଁ ଯାଉଥିଲା, ସେ ସବୁ ମରଣକୁ ସାଇଡ଼୍ କରି ବଞ୍ଚିବାର ରାହା ପାଇ ମୋତେ ରାତି ସାରା ମୋ ଭିଡ଼ିଓ ସବୁ ଦେଖିଲା ପରେ ଠାକୁରଙ୍କୁ ଡାକୁଛି କେତେବେଳେ ସକାଳ ହେବ ହେଲେ ମୁଁ ଭାଇ କତିକି କଲ୍ କରି ତାଙ୍କ ପାଖରୁ କିଛି କଥା ଆଦାୟ କରିବି, ଯାହା ମୋ ପାଇଁ କିଛି ସଲ୍ୟୁସନ୍ ହେଇପାରିବ। ତାପରେ ସକାଳ ପାଇଲା, ଭୋର 4:30ରେ ସେ ମୋତେ କଲ୍ କରିଚାଲିଛି। 6ଟା ବେଳେ ମୁଁ କଲ୍ ବ୍ୟାକ୍ କଲି। କ'ଣ ହେଇଛି ନା ଗୋଟେ ପୁଅକୁ ଭଲ ପାଇଥିଲା, ପୁଅ ଗୋଟେ ଜିମ୍ ମାଷ୍ଟରରେ କାମ କରୁଛି। ଆଉ ମୋତେ ସିଏ ଯେତିକି ଯାହା ଶାରୀରିକ ସମ୍ପର୍କ ରଖିଲା ପରେ ମୋତେ ସିଏ ଅଦରକାରୀ ଭାବି ଅନ୍ୟ ଏକ ଝିଅକୁ ଆପଣେଇଛି, ମୋତେ ଛାଡ଼ି ଦେଇଛି। ସାଙ୍ଗେ ସାଙ୍ଗେ ଠାକୁରଙ୍କୁ ଡାକିଲା, କହିଲା ପ୍ରଭୁ ମୁଁ ଏତିକି ଏ ଭାଇ କତିରେ ରିକ୍ୱେଷ୍ଟ କରୁଛି, ପ୍ରଭୁ ତୁମେ ଏତିକି କର, ଏ ଭାଇ ଯାହା ଚାହିଁବ ମୋର ସେଇଆ ହଉ। ଆପଣମାନଙ୍କୁ ଏତିକି କହିବି, ଆପଣମାନେ କେତେବେଳେ ନିଜ ପାଇଁ ଡାକନ୍ତୁ ନାହିଁ। ମୁଁ କହୁନି ଏ କଥାଟା ବଡ଼ କରିକି କହୁନି, କିନ୍ତୁ ଆପଣମାନେ ଏତିକି ଭାବନ୍ତୁ, ମୋ ଭାଇଙ୍କୁ ମୁଁ ଦାୟିତ୍ୱ ଦେଇଛି, ମୋ ଚନ୍ଦନ ଭାଇଙ୍କୁ ଦାୟିତ୍ୱ ଦେଇଛି, ମୋ ମନର ମଣିଷକୁ ସିଏ ଫେରାଇ ଆଣିବେ ବୋଲି। ପ୍ରଭୁ ମହାଦେବ, ବାବା ବାଲୁଙ୍କେଶ୍ୱର ଏତିକି କର, ମୁଁ ଚନ୍ଦନ ଭାଇକୁ ଯେଉଁ ଦାୟିତ୍ୱ ଦେଇଛି ସେ ଦାୟିତ୍ୱରେ ଜିତନ୍ତୁ, ସମସ୍ତଙ୍କ ଭରସାକୁ ଜିତନ୍ତୁ। ସମସ୍ତେ ଭାଇ ଭଉଣୀ ଯେମିତି ଆଶା ଭରସା ନେଇ କଲ୍ କରିଛନ୍ତି ତାଙ୍କର ହଉ, ଆଉ ସାଙ୍ଗରେ ସମସ୍ତଙ୍କର ହଉ। ଆପଣ କେତେବେଳେ ଆପଣଙ୍କ କଥା ଭାବିବେନି, କହିବେ ସେ ଯେଉଁ ରାସ୍ତାରେ ପାଦ ଦେଇଛନ୍ତି
से रास्ता आ मते जुआड़े नहीं जाउछन्ती से ठिकाना स्थल नहीं पहुँच जाते। एति कर आपणकर निश्चित रूपे सक्सेस हम। आपण ओठरे हस आसीज एते हसबे एते हसबे एते हसिबे पागल हसी हसी आउ सी मध्य से करथिला आउ तार सक्सेसर बाट हल्का कि देखई सी भूल भाल मागी जस्ट भूल मागी एते सक्सेस हे आसीनी मु जोड़ा स्ट्रॉन्ग करी कहबी से लगी तो मुझे एटे कहल नहीं खाली कॉल टिके टिके जोटी दिन मान लाइन ले रही कथा हुंती से टिके टिके कॉल मानटा कौन बुझन तो दिन में थरे कॉल करदेला 2-3 मिनट कथा गले सैला एतिकी स्ट्रॉन्ग हाँ समय लगे से समय को मु भगवान को एति प्रार्थना करी से समय बहुत जल्दी आस जाओ आउ हाँ 100% ग्यारंटी कहूँ से समय तार बहुत जल्दी आसो कहीं सक्सेसर बाट खोली सारी जेमिति भांगी सेमिति आस्ते आस्ते जोड़ भांगा लोकटा हूँ मेन जो मैंने भांगी जाना से मैंने जोड़ी गोटे समय लगे फेरी आसवे किंतु आपण सहित मिलीमिशी रही समय लगे जी तो डहड़ बिकड़ हो पाइले पागल हो छाड़ आज भिडियो एति भिडियोटी भल लगी आपण मैंने निश्चित किसी कुह न कुह मु भल कहूँ कि क्या विषय भूल कहूँ कि ठीक कहूँ आपण मैंने कमेंट माध्यम मतामत देवे भिडियोटी भल लगी कि लाइक करी शेयर करी भल न लगी छाड़देवे किसी असुविधा ना ये भाईटी से बंचीज रही जय जगन्नाथ जय बाबा बराड़ बालुकेश्वर पुणी देखा आउ एक अन्य टॉपिक अन्य वीडियो को नहीं रही जय जगन्नाथ।